ସତ୍ୟନାରାୟଣପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ହତ୍ୟା ଘଟଣାରେ 9 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେଥିମଧ୍ୟରେ ତାଙ୍କର ଝିଆରୀ ପୁତୁରା ମଧ୍ୟ ରହିଛନ୍ତି। ତେବେ ଏଭଳି ଘଟଣାକୁ କିଭଳି ଦେଖୁଛନ୍ତି, ଯେହେତୁ ସୁଧୀରଙ୍କ ବାପା ଆମ ସହିତ ଅଛନ୍ତି, ଅଧିକ ଆଲୋଚନା କରିବା। ବାପା କଣ କହିବେ? ସୁଧୀର ପାତ୍ରଙ୍କୁ ହତ୍ୟା କରାଗଲା, ଆପଣଙ୍କର ନିଜର ଝିଆରୀ ଆଉ ପୁତୁରା ମଧ୍ୟ ବାହାରିଲେ, କେମିତି ଦେଖୁଛନ୍ତି? ଆମ ନାତୁଣୀ ତ ସବୁ କରିଛି ଆଉ, ଭଲ କଥା ଆମ ନାତୁଣୀ ସବୁ କରିଛି। ହେଲା କଣ ଆପଣ କଣ ଜାଣିଛନ୍ତି? କଣ ଜାଣିଛନ୍ତି? ଏ ଫୋନ୍ ମ୍ୟାଟର ବିଷୟରେ ଜାଣିବା କଥା, ପଦାକୁ ଉଡ଼ିଲେ ଜାଣିବା କଥା। ତା ଆଗରୁ କି ତମ ପେଟରେ କଣ ଅଛି ଜାଣିବ ନା ମୋ ପେଟରେ କଣ ଅଛି ତମେ ଜାଣିବ? ପଦାକୁ ଉଡ଼ିଲେ ସବୁ ସମସ୍ତେ ଜାଣିବା। ହେଲା ସମ୍ପତ୍ତି ପାଇଁ ସମ୍ପତ୍ତି ତାଙ୍କେ 2 ଜଣ ଯେତିକି ସମ୍ପତ୍ତି ଅଛି ନା, ସମ୍ପତ୍ତି କିସ କରିବେ? ଏଇ ହତ୍ୟାକାଣ୍ଡର କାରଣ କୁହାଯାଉଛି ଯେ ସମ୍ପତ୍ତି ପାଇଁ ହେଲି ହତ୍ୟା କରାଯାଇଛି। ସମ୍ପତ୍ତି କଣ କରିବେ? ତାଙ୍କ ଯେତିକି ସମ୍ପତ୍ତି ଅଛି ତାଙ୍କୁ ଖାଇଲେ ସରିବନି। ହେଲା ତାଙ୍କ ଯେତିକି ସମ୍ପତ୍ତି ଅଛି ନା, ବାପା ମାନେ ରଖିଛି, ତାଙ୍କୁ ଖାଇଲେ ସରିବନି। ହେଲା ସେଟା ତାକୁ ଜଣା, ଉପର ବାଲାକୁ ଜଣା। ନିବେଦିତାର ଆଉ କୋଉଠି ଭଲ ପାଇବା ବୁଝିଲେ କି? କଣ ବିବାହ ପ୍ରସ୍ତାବ ଅଛି ଗୋଟେ କାଢିଲେ ଭଲ ପଡୁଛି, ଆମେ ପଦାରେ ଶୁଣୁଛୁ ଏବେ, ବୁଝିପାରିଲ ନା? ଏବେ ଆମ ସୁଧୀର ଡାକ୍ତର ପ୍ରସ୍ତାବ ଗୋଟେ ମେଡିକାଲ ଚାକିରି କରିଛି, ଡାକ୍ତର ପ୍ରସ୍ତାବ କରିହେଲି ବୋଲିଲା। ଆମ ନାତୁଣୀ ନାଇଁ କରିଥିଲା ସେ ପ୍ରସ୍ତାବଟାକୁ, ମୁଁ ସେ ପିଲାକୁ ହେଲେ ସେଟା କାହା ପେଟରେ, ଯାହା ପେଟରେ ଯୋଉଟା ଅଛି ସେ ଚାଲିବା କଥା। ହେଲା ପୁଲିସ କହୁଛି ଯେ ହତ୍ୟା ପଛରେ ସମ୍ପତ୍ତି ଲୋଭ। ସମ୍ପତ୍ତି କିସ କରିବେ? ତାଙ୍କ ଯେତିକି ପଇସା ରଖି ତାଙ୍କୁ ଖାଇଲେ ସରିବନି। ଭଲ କଥା ହେଇଥିବ। ସେଟା ଉପର ବାଲାକୁ ଜଣା, ଆଉ ତାକୁ ଜଣା। ହେଲା ବୁଝିପାରିଲ ନା? ଏବେ ଆମ ଝିଅ ପୁଅଟା ଅଛି, ଆମେ ସେ ତାଙ୍କେ ଯେମିତି ଭଲରେ ରହି ଆମେ ସେ ଉପାୟ ଦେଖିବା ନା। ଗୋଟେ ହାଡ଼ି ଦଣ୍ଡ କହୁନ, ଆମେ ତ ବ୍ରାହ୍ମଣ ଲୋକ। ହାଡ଼ି ଦଣ୍ଡ ନିବେଦିତାଙ୍କର ଭଲ ଚାହୁଁଥିଲେ ସୁଧୀର, ସମସ୍ତେ ଚାହୁଁଥିଲୁ। ହେଲା ଭଲ ପ୍ରସ୍ତାବ କୋଉଠି ଭିଡ଼, ଝିଅଟା ଭଲରେ ରହିବ ବୋଲି ଆମର ଆଶା। ନିବେଦିତା କାଳୁ ସେ ପିଲାର କେତେ ବର୍ଷ ହେଲା ଜାଣିଥିଲେ? କଣ ଘରୁ ଆସିଥିଲେ ସେ ପିଲା? ସେ ପିଲା ହେଲେ ଆମେ ତାକୁ ରଖୁ କି? ହାନି ଦେଇଦେବୁ। ସେ ପିଲା ଆମ ଘରକୁ ହେଲେ ତାକୁ ହାନି ଦେଇଦେବୁ। ଭଲ, ଆମେ ହେଲେ କଟା ପାର୍ଟି। ହେଲା ବୁଝିପାରିଲ ନା? ଆମେ ପୋଲିସ ବଢିଆ କାମ କରୁଛୁ। ହେଲା ପୋଲିସ ଏମିତି ପିଲାଟେ ମିଳିବନି କୋଉଠି ହେଲେ। ହେଲା ଆପଣ ଯେତେବେଳେ ଏଫଆଇଆର ଦେବାକୁ ଯାଇଥିଲେ ସେତେବେଳେ କଣ କହିଲେ? ତମ ଘର ଲୋକ ଗାଧେଇଲି ବୋଲି। କିଏ କହିଲା? ପୋଲିସ ବେଲା ଏ ମେଟରରେ ସବୁ ତମ ଘର ଲୋକ ଗାଧେଇଲି ବୋଲି କହିଲା। ଏବେ ଜାଣିଲେ ଆପଣ ଘର ଲୋକ କେତେ ଦୁଃଖ ଲାଗୁଛି? କେତେ ଦୁଃଖ ଲାଗୁଛି ଆପଣ ଜାଣିଲେ? ଆମେ ଆଉ ଦୁଃଖ କଲେ କାନ୍ଦିଲେ କି କୋଉଟା କଲେ ଆଉ ସିଏ ଆଉ ଆଇବ କି? ପଳାଣି ତ ଗଲା, ଆଉ ସିଏ ଆଇବ କି? ତାକୁ ତ ମାରିକିରି କହୁଛ ଏଟା ଫୁଲବାଣୀ ଘାଟି ଆଡେ ପକେଇଥିଲି ତାକୁ। ନାଇଁ କାହିଁ ଭାବୁ ସେ କାହାକୁ ସମସ୍ତେ ଦଣ୍ଡ ମିଳିବା କଥା। ହେଲା ତାଙ୍କୁ ଜୟ ଲଇଯିବା କଥା ସମସ୍ତଙ୍କୁ, ଆମ ନାତୁଣୀ ଗଲେ ଜୟ ଲଇଯିବା କଥା। ଏବେ ଶୁଣୁଥିଲେ ଆମ ସହିତ ଯିଏ ରହିଛନ୍ତି ନିବେଦିତାଙ୍କ ବାପା, ନିବେଦିତାଙ୍କର ଯୋଉ ଗୋସାଇଁ ବାପା ରହିଛନ୍ତି, ସେଇ ଗୋସାଇଁ ବାପା ରହିଥିଲେ, ଅଧିକ ସୂଚନା ଦଉଥିଲେ ଯେ ପ୍ରଥମେ ଏହି ହତ୍ୟାକାଣ୍ଡର କାରଣ ଯାହାକି ଜଣା ପଡୁଥିଲା ଏବଂ ପୋଲିସ ମଧ୍ୟ କହୁଥିଲା ଯେ ଏହି ହତ୍ୟାକାଣ୍ଡ ପଛରେ କେବଳ ହିଁ ସମ୍ପତ୍ତି ଭାଗ ବଣ୍ଟା ରହିଛି। କାରଣ ନିବେଦିତାଙ୍କର ବାପାଙ୍କ ନିକଟରେ ଯାହା ସମ୍ପତ୍ତି ରହିଥିଲା ଏବଂ ପରବର୍ତ୍ତୀ ସମୟରେ ସୁଧୀରଙ୍କ ନିକଟରେ ଯାହା ସମ୍ପତ୍ତି ରହିଥିଲା, ଏହାକୁ ନେଇ ଗୋଟେ ବିବାଦ ହୋଇଥିଲା ଏବଂ ଏହି ଜମି ଜମା ବିବାଦ ତଥା ସମ୍ପତ୍ତି ବିବାଦ ହିଁ କାରଣ ହେଇଥିଲା ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ଯିଏ ରହିଛନ୍ତି ଗୋସାଇଁ ବାପା ତଥା ସୁଧୀରଙ୍କ ବାପା, ସେ ମଧ୍ୟ କହିଛନ୍ତି କୌଣସି ପ୍ରକାର ସମ୍ପତ୍ତି ଭାଗ ବଣ୍ଟା ନୁହେଁ, ବରଂ ପ୍ରସ୍ତାବକୁ ନେଇ ମଧ୍ୟ ଏହି ହତ୍ୟାକାଣ୍ଡ ହୋଇଥାଇପାରେ। ବ୍ରହ୍ମପୁର କଳାଶ ବେହେରା, ନ୍ୟୁଜ୍ 18 ଓଡ଼ିଆ।